ପିଲାମାନେ ପୁଣି ଥରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରି ଯାଇଲେ ଯଦି ଆମେ ସତ୍ୟ ସାଙ୍ଗରେ ଥିବା ଧର୍ମର ଜୟ ହୁଏ, ଅହଂକାରର ପତନ ହୁଏ, ବୁଝିଲା। ଏବଂ ଗୋଟେ ଗୋଟେ ସତ୍ୟ, ତେଣୁ ସତ୍ୟ ସାଙ୍ଗରେ ଆମର ସମ୍ପର୍କ ରହିବ। ଆମ ମଣିଷର ପ୍ରକୃତ ଉନ୍ନତି ଘଟିବ ଏବଂ ତାକୁ କେହି ବି ବିଲୋପ କରିପାରିବେ ନାହିଁ, ବୁଝିଲା। ଏଇଟାକୁ କେହି ବିଲୋପ କରିପାରିବା ସମ୍ଭବ ନୁହେଁ, ବିଲୋପ ଅସମ୍ଭବ। କେବଳ ସତ୍ୟ ସାଙ୍ଗେ ବିରୋଧ ଯାହାର, ତାର ବିନାଶ ଅନିବାର୍ଯ୍ୟ। ଯିଏ ସତ୍ୟକୁ ବିରୋଧ କଲା ଅହଂକାରକୁ ପତନ ହୁଏ, ଆମେ ସେମିତି ନିଶ୍ଚିନ୍ତ ଜାଣିଛେ। ଯଦି ଅହଂକାର କହେ ମୋର ପତନ ହେବନି, ତାର ହବନି। ସତ୍ୟକୁ ଯିଏ ବିରୋଧ କଲା, ବୁଝିଲା, ବିନାଶ ହେବ। ଏଇଭଳି ଇତିହାସରେ ଆମେ କେତେ କେତେ ରାଜାଙ୍କୁ ଦେଖିଛେ, ରାବଣକୁ ମଧ୍ୟ ଦେଖିଛେ। ଇତିହାସର ଫର୍ଦ୍ଦକୁ ନେଉଟେଇକି ବା ଇତିହାସ ର ଫର୍ଦ୍ଦକୁ ଆଡ଼େଇଲେ ଆମେ ଦେଖିଛେ ମାନବ ସମାଜ ମଧ୍ୟରେ କି ବ୍ୟାପାର ଚିରକାଳ ଲାଗି ରହିଅଛି। ଦିନେ ବ୍ରିଟିଶର୍ସ ମାନେ ମଧ୍ୟ ସେଇଭଳି ହେଉଥିଲେ, ଭାରତୀୟ ମାନଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିଲେ। ତାହେଲେ ମାନବ ସମାଜ ମଧ୍ୟରେ ଏଇ ଯୋଉ ବ୍ୟାପାର ଚିରକାଳ ଲାଗିଛି, ଚିରକାଳ ଏଇ ଯୋଉ ସତ୍ୟକୁ ନେଇକି ମାନବ ସମାଜ ତିଷ୍ଠି ରହିଛି, ଏବଂ ଯିଏ ସତ୍ୟକୁ ବିରୋଧ କରୁଛି ତାର ବିନାଶ ନିଶ୍ଚିନ୍ତ ହୋଇଛି, ବୁଝିପାରିଲେ। ସକଳ ପ୍ରକାର ବିପ୍ଳବର ମୂଳରେ କେହି ନିଗୂଢ କାରଣଟି ବିଦ୍ୟମାନ। ଯେତେ ବିପ୍ଳବ ଆମେ ଦେଖୁଛେ, ତୁମେମାନେ ଇତିହାସ ବହି ଖୋଲ, ଫରାସୀ ବିପ୍ଳବ ଦେଖ, ଆମେରିକାର ସ୍ୱାଧୀନତା ସଂଗ୍ରାମ ଦେଖ, ରୁଷ ବିପ୍ଳବ କଥା ଦେଖ, ପ୍ରଥମ ବିଶ୍ୱଯୁଦ୍ଧ କଥା ଦେଖ, ଦ୍ୱିତୀୟ ବିଶ୍ୱଯୁଦ୍ଧ କଥା ଦେଖ, ଏବଂ ଭାରତର ଅସହଯୋଗ, ଆଇନ ଅମାନ୍ୟ, ଭାରତ ଛାଡ଼ ଆନ୍ଦୋଳନ ଦେଖ। ସବୁ ପ୍ରକାର ବିପ୍ଳବର ଏଇ ନିଗୂଢ କାରଣ, ଏଇ ଗୋଟିଏ କାରଣ ଅଛି। କେଉଁ କାରଣ? ଶ୍ରେଣୀ ବୈଷମ୍ୟ, ଅନଫେୟାର ଟାକ୍ସେସ୍ ଯୋଉଟାକୁ ଆମେ କହୁଛେ। ଯେଉଁଟା ହେଉଛି କ'ଣ? ସ୍ୱଚ୍ଛ ନୁହେଁ, ଯାହା ଅସ୍ୱଚ୍ଛ। ଯେଉଁ ଟ୍ୟାକ୍ସି କରିବା ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ବା ସତ୍ୟରୁ ଦୂରେଇ ଯିବା, ଅହଂକାର କରିବା, ଦୁର୍ବଳ ଉପରେ ଅତ୍ୟାଚାର କରିବା, ଏଇ ଯୋଉ କାରଣଟି ସବୁ ପ୍ରକାର ବିପ୍ଳବର ମୂଳରେ ଅଛି। ତେଣୁ କ୍ଷୁଦ୍ର ଅଗ୍ନିତୁଲ୍ୟ ଗୋଟିଏ ନିଭୃଣ ହୃଦୟର ଚିନ୍ତା ପରିବ୍ୟାପ୍ତ ହୋଇ ପ୍ରକାଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ, ପ୍ରକାଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ, ବୁଝିଲା। ଏବଂ ତଦ୍ୱାରା ରାଶି ରାଶି ଅସତ୍ୟ, ଅନ୍ୟାୟ, ଅସମ୍ୟ, ଅପବିତ୍ର, ଶୁଷ୍କ ତୃଣରାଶି ତୁଲ୍ୟ ଭସ୍ମୀଭୂତ ହୋଇଯାଏ। କ୍ଷୁଦ୍ର ଅଗ୍ନିକଣା ଗୋଟିଏ ନିଭୃତ ହୃଦୟର ଚିନ୍ତା ପରିବ୍ୟାପ୍ତ ହବ। ଭାରତବାସୀଙ୍କର ମନରେ ଗୋଟିଏ ଛୋଟିଆ କ୍ଷୁଦ୍ର ଦୁଇ କଣା ତୁଲ୍ୟ ଗୋଟିଏ ଆସିଲା, ଗଲା। କ'ଣ ସେଟା? ସୌରାଜ ମୋର ଜନ୍ମଗତ ଅଧିକାର, ବୁଝିପାରିଲେ, ସ୍ୱାଧୀନତା। ଗୋଟିଏ ଛୋଟ ଅଗ୍ନି କଣା ତୁଲ୍ୟ ଗୋଟିଏ ହୃଦୟର ଚିନ୍ତା ଧୀରେ ଧୀରେ ପରିବ୍ୟାପ୍ତ ହେଲା, ଯାଇଲା, ଏବଂ ଧୀରେ ଧୀରେ ସମଗ୍ର ଭାରତକୁ ସ୍ୱାଧୀନତା କରିବାକୁ ଶକ୍ତି ଯୋଗାଉଛି କି ନାହିଁ। ତେଣୁ ଏଇ ଯେଉଁ ଛୋଟ ହୃଦୟର, ଛୋଟ ଅଗ୍ନିକଣା ତୁଲ୍ୟ ଗୋଟିଏ ହୃଦୟର ଚିନ୍ତା ପରିବ୍ୟାପ୍ତି ହୋଇ ପ୍ରକାଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ। ଓଡ଼ିଆ ଭାଷାକୁ, ଓଡ଼ିଆ ଭାଷା ସ୍ୱତନ୍ତ୍ର ମଞ୍ଚ ନୁହେଁ। ଯେତେ କହିଲେ ବଙ୍ଗାଳୀମାନେ, ଯେତେବେଳେ ବଙ୍ଗାଳୀମାନେ କହୁଥିଲେ ନା ଓଡ଼ିଆ ଭାଷା ଅଛି, ଓଡ଼ିଆ ଗୋଟେ ଅତୀତ ଓଡ଼ିଆ ଉତ୍କଳ ଭାଷା ଗୋଟେ ଅଛି, କହୁଛନ୍ତି କ'ଣ? ଭାଷା ନାହିଁ। ତେଣୁ ଏଇ ଛୋଟିଆ ଅଗ୍ନିକଣା ଯେଉଁଠି ଦେଖିବା, ଆମେ ଆମ ଯେକୌଣସି ବିପ୍ଳବରେ ଦେଖିବା, ତା ଭିତରେ ଯାହା ଦେଲେ ବି ଗୋଟେ କ୍ଷୁଦ୍ର କଣା ତୁଲ୍ୟ, ଗୋଟେ ନିଭୃଣ
ହୃଦୟର ଚିନ୍ତା ଥିବ, ଯାହାକି ପରିବ୍ୟାପ୍ତ ହୋଇ ପ୍ରକାଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ। ଛୋଟ ଛୋଟ ସାମାନ୍ୟ ଘଟଣା ବିରାଟ ବିରାଟ ଆକାରର ଧାରଣ କରେ, ରୁଦ୍ରର ଆକାର ଧାରଣ କରେ। ତେଣୁ ଅଗ୍ନିକାଣ୍ଡ ଉପସ୍ଥିତ କରେ। ତଦ୍ୱାରା କ'ଣ ହୁଏ, ଏଇ ଯେଉଁ ସ୍ୱାଧୀନତା ଆନ୍ଦୋଳନ କଥା କହିବା, ଛୋଟିଆ ଛୋଟିଆ କଥା, ଜଣଙ୍କର ଚିନ୍ତାଧାରା, ଆଜି ଆମେ ତା ଦ୍ୱାରା ଏଇ ଯେଉଁ ପ୍ରକାଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ ହେଲା, ସମଗ୍ର ଭାରତବାସୀ ଏକତ୍ର ହେଲେ, ଏକଜୁଟ ହେଲେ। ତଦ୍ୱାରା କ'ଣ ହେଲା, ରାଶି ରାଶି ଅସତ୍ୟ ଦୂରେଇ ଗଲା। ସମସ୍ତେ ଗାନ୍ଧୀଜୀଙ୍କର ସତ୍ ବାଟରେ ପରିଚାଳିତ ହେଲେ। ଅନ୍ୟାୟ ଦୂରେଇ ଗଲା ଏବଂ ଅସାମ୍ୟ, ସମସ୍ତେ ସମାନ। ନାରୀ ପୁରୁଷ ଲିଙ୍ଗ ଧର୍ମ ବର୍ଣ୍ଣ ଶେଷରେ ସମସ୍ତେ ଭାରତୀୟ ସମାନ। ଅସାମ୍ୟ ଦୂରେଇ ଆସିଗଲା। ଆଉ କ'ଣ, ଅସାମ୍ୟ ଦୂରେଇ ଗଲା। ଅପବିତ୍ରତା ଦୂରେଇ ଗଲା। ଯେଉଁ ଆମେ କହୁଛେ ଅସୁସ୍ପୃତା ନିବାରଣ ମଧ୍ୟ ଦେଖାଗଲା। ଏଇଭଳି ଭାବରେ ପ୍ରତ୍ୟେକ ଓଡ଼ିଆ ନିଜକୁ ଗୋଟିଏ ଗୋଟିଏ ଛୋଟିଆ ବୋଲି ଭାବିଲେ। ତେଣୁ ଓଡ଼ିଆ ଭାଷାର ଉନ୍ନତି କଲେ, ବୁଝିଲା। ତେଣୁ ଖଟା ଅନ୍ୟାୟ, ଅସାମ୍ୟ, ଅପବିତ୍ରତା ଶୁଷ୍କ ତୃଣରସି ତୁଲ୍ୟ ଭସ୍ମିତ ହୋଇଯାଏ। ତାହେଲେ ଗୋଟିଏ ଅଗ୍ନିକଣା, ଛୋଟ ନିବୃତ ଅଗ୍ନିକଣାଟିଏ ପର୍ଯ୍ୟାପ୍ତ ହୁଏ ନା। ବିରାଟ ଅଗ୍ନିକାଣ୍ଡ, ପ୍ରଚଣ୍ଡ ଅଗ୍ନିକାଣ୍ଡ ଉପସ୍ଥିତ କରେ। ଏବଂ ଏଇ ଯେଉଁ ସେଇ ଅଗ୍ନିକାଣ୍ଡ ଦ୍ୱାରା ସମାଜରୁ କେତେ ଅଳିଆ ସବୁ ଦୂରେଇଯାଏ। ଅସତ୍ୟ ଦୂରେଇଯାଏ, ଅନ୍ୟାୟ ଦୂରେଇଯାଏ, ଅସାମ୍ୟ ଦୂରେଇଯାଏ, ଅପବିତ୍ରତା ଦୂରେଇଯାଏ। ଦେନ୍ କେବଳ ବିଶୁଦ୍ଧ ସତ୍ୟଟି, ବସ୍ତୁଟି ପୂର୍ବାପେକ୍ଷା ଉଜ୍ଜ୍ୱଳର ଆକାରରେ ପ୍ରତିଭାତ ହୁଏ। କେବଳ ସତ୍ୟଟି ଆଉ ଥରେ ଜଳି ଉଠେ। ଯାହା ସତ୍ୟ ତାହା ଜଳି ଉଠେ। ସାରା ବସ୍ତୁ ଯେଟା ତା ପୂର୍ବପେକ୍ଷା ସେ ଆଉ ଟିକେ ଉଜ୍ଜ୍ୱଳତା ଆକାରରେ ପ୍ରତିଭାତ ହୁଏ। ଆହୁରି ମାନେ କ'ଣ ଦେଖାଯାଏ, ଜାତୁଲ୍ୟ, ମାନେ ବୁଝିପାରୁଛ ନା ନାହିଁ, ଆହୁରି ଜଳି ଉଠେ। ସତ୍ୟ ଘଟଣା, ସତ୍ୟ ଜିନିଷଟି ହେଲା, ଜାତି ଶେଷର ଉତ୍ଥାନ ବା ପତନ ଏହି ସାର୍ବଭୌମିକ ନିୟମର ଥିଲା। ତେଣୁ ଯେକୌଣସି ଜାତି ବିଶେଷ, ଯେକୌଣସି ଜାତି, ଭାରତୀୟ ଜାତି, ଉତ୍କଳୀୟ ଜାତି, ବୁଝିଲା, ଯେକୌଣସି ଜାତି ବିଶେଷ ଯଦି ଆଜି ଉଠୁଛି, ଉତ୍ଥାନ ହେଉଛି ତାର ବା ପତନ ହେଉଛି, ତାର ମଧ୍ୟ ଏଇ ସାର୍ବଭୌମିକ ନିୟମର ଅଧିକ। ଏଇ ଗୋଟିଏ ନିୟମ ସତ୍ୟ, ସେ ସତ୍ୟକୁ ଆଧାର କରି ଗୋଟେ ଜାତି ଉଠିଛି ନା ନାହିଁ। ତେଣୁ ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏହି ନିୟମର କାର୍ଯ୍ୟପ୍ରଣାଳୀ ହିଁ ପ୍ରକୃତ ଇତିହାସ। ତେଣୁ ପ୍ରକୃତ ଇତିହାସ ବୋଲି ପ୍ରାବନ୍ଧିକ କାହାକୁ କହୁଛନ୍ତି ନା, ଅତୀତ ସମୟରେ, ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏଇ ଯେଉଁ ନିୟମର କାର୍ଯ୍ୟପ୍ରଣାଳୀ ଥିଲା, ସେଇ କାର୍ଯ୍ୟପ୍ରଣାଳୀ ହିଁ ଇତିହାସ। କେବଳ ଆଜି ଆମେ ଦେଖୁଛେ ଯେଉଁ କଥା ନୁହେଁ, ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏଇ ଯେଉଁ ନିୟମର କାର୍ଯ୍ୟପ୍ରଣାଳୀ, ମଣିଷ ଭିତରେ ଏଇ ଯେଉଁ ନିୟମ ଆମେ ଦେଖୁଛେ, ହଳ୍ପ ସଭ୍ୟତା, ମହେଞ୍ଜୋ ସଭ୍ୟତା, ସେଠି ସାମ୍ୟ ଥିଲା, ବୁଝିଲା। ସେଠି ସମାନତା ଥିଲା, ସେଠି ଏମିତି ଉଚ୍ଚ ନିଚ ଭାବ ନଥିଲା, ଯାହାଫଳରେ ସେ ସଭ୍ୟତା ଏତେ ଆଗକୁ ଯାଇପାରିଥିଲା। ତେଣୁ ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏ ଯେଉଁ ନିୟମ କାର୍ଯ୍ୟପ୍ରଣାଳୀ ଥିଲା, ତାହା ହିଁ ପ୍ରକୃତ ଇତିହାସ। ବୁଝିପାରିଲା। ଆମେ ସେମିତି ଆମ ସେ ସବୁ ନିୟମ, ଯେ ସେ ସତ୍ୟଠୁ ଯଦି ଦୂରେଇ ଯିବା, ପୁଣି ଗୋଟେ ପ୍ରକାଣ୍ଡ ଅଗ୍ନିକାଣ୍ଡ ଆସିବ ଏବଂ ସବୁଠୁ ଆଉ ଥରେ ଭସ୍ମୀଭୂତ କରିବ। ନାଇଁ, ତେଣୁ ଏଇ ଯେଉଁ ବିବରଣୀ, ଯେ ପରିମାଣରେ ପାଠ କରି ପାଠରେ ସେଇ ପରିମାଣର ଇତିହାସଜ୍ଞ, ତେଣୁ ଏଇ ଯେଉଁ ବିବରଣୀ, ଏଇ ଅତୀତ କାଳ ମାନବ ସମାଜ ଥିବା ଏଇ ଯେଉଁ ନିୟମର କାର୍ଯ୍ୟପ୍ରଣାଳୀକୁ, ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏଇ ନିୟମର କାର୍ଯ୍ୟପ୍ରଣାଳୀକୁ ଯେ ଯେଉଁ ପରିମାଣରେ ପାଠ କରିପାରେ, ସେଇ ପରିମାଣରେ ଇତିହାସଜ୍ଞ। ଚିରଦିନ ସତ୍ୟକୁ ନେଇ ସେମାନେ କିଭଳି କାମ କରୁଥିଲେ, ତାକୁ ଯିଏ ଦେଖିପାରିଲା, ସେ ହିଁ କ'ଣ ପ୍ରକୃତ ଇତିହାସଜ୍ଞ। ବୁଝିଲା। ପ୍ରାବନ୍ଧିକ କହୁଛନ୍ତି,
ବ୍ୟକ୍ତିଗତ ଜୀବନରେ ବିଶେଷ ଆଲୋଚନା କଲେ ଆମେମାନେ ସମସ୍ତିଙ୍କର ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବାକୁ ସମର୍ଥ ଯେଉଁ ଜଣଙ୍କର ବ୍ୟକ୍ତିଗତ ଜୀବନ ଯାହାକୁ ଆମେ କହୁଛେ ଜୀବନ ଚରିତ ହେଲେ ତମେମାନେ ମହାତ୍ମା ଗାନ୍ଧୀଙ୍କର ଜୀବନକୁ ଯଦି ଲକ୍ଷ୍ୟ କରିବ ବା ଲକ୍ଷ୍ୟ କରିବ ଦେଖିବ ଆଲୋଚନା କରିବ ତାହେଲେ ଆମେ ସମଷ୍ଟିଗତ ଜୀବନ ଭାରତୀୟଙ୍କର ଜୀବନ ବା ଭାରତ ମାନବ ଜାତି ବିଷୟରେ ବୁଝିବାକୁ ସମର୍ଥ ହେବ। ମାନେ ମହାତ୍ମା ଗାନ୍ଧୀ ଯେତେବେଳେ କହିଛନ୍ତି ଯେ ଆମେ ଇଂରେଜ ମାନେ କିଭଳି ଶାସନ କରୁଥିଲେ, ମୁଁ ଏମିତି ପଢୁଥିଲି ସେଠି ମୁଁ ଏମିତି ଦକ୍ଷିଣ ଆଫ୍ରିକାକୁ ଯାଇଥିଲି, ସେଠି ଲୋକଙ୍କ ଉପରେ ଅତ୍ୟାଚାର ହେଉଥିଲା। ତାହେଲେ ତମେମାନେ ମହାତ୍ମା ଗାନ୍ଧୀଙ୍କ ଜୀବନ ପଢୁଛ, ତେଣୁ ତା ସହିତ ତମେମାନେ ସେଇ ସମୟରେ ଲୋକମାନଙ୍କ ଜୀବନ ବା ମାନବ ଜାତିର ବିଷୟକୁ ବୁଝିପାରୁଛ ନା ନାହିଁ। ସେଇଠି ତା ଲୋକଙ୍କ ଉପରେ ଅତ୍ୟାଚାର ହେଉଥିଲା ବା ଆମ ଭାରତର ଖେଳ ଆନ୍ଦୋଳନ ହେଉ ବା ଭାରତରେ ବିଭିନ୍ନ ଯେତେବେଳେ ତିନି କାଠିଆ କଠା ବ୍ୟବସ୍ଥା ହେଉ, ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ କଥା ହେଉ, ଭାରତ ଛାଡ଼ ଆନ୍ଦୋଳନ ଯେତେବେଳେ ଜଣଙ୍କର ଜୀବନକୁ ଆମେ ପଢୁଛେ, ତା ସହିତ ଯେଉଁ ଜୀବନ ଲାଗି ରହିଥିବା ସେଇ ଜୀବନ ସମ୍ପର୍କିତ ଆମେମାନେ ଜାତିର ବିଷୟକୁ ବୁଝିପାରୁଛେ ବା ମଣିଷ ମାନଙ୍କୁ ବା ସମାଜକୁ ଆମେ ବୁଝିପାରୁଛେ। ତେଣୁ ମାନବ ଜୀବନରେ କେବଳ କେତେ କେତେ ଗୁଡ଼ିଏ ଘଟଣାର ସମଷ୍ଟି ଛଡ଼ା ଆମେମାନେ ଆଉ ଅଧିକ କିଛି ଦେଖିପାରୁନାହିଁ। ତାହେଲେ ଯେତେବେଳେ ଜଣେ ବ୍ୟକ୍ତିଗତ ଜୀବନରେ ଆମେ ଆଲୋଚନା କରୁଛେ, ସେତେବେଳେ ମଣିଷ ଜୀବନର କେତେ ଗୁଡ଼ିଏ ଘଟଣାକୁ କେବଳ ଦେଖୁଛେ। ମହାତ୍ମା ଗାନ୍ଧୀଙ୍କ କଥା ଯେତେବେଳେ ଆଲୋଚନା କରିବ, ତାଙ୍କ ଯେଉଁ କଥା ଦେଖିବ, କେତେକ ଘଟଣା ଦେଖିବ। ସେ ଦକ୍ଷିଣ ଆଫ୍ରିକା ଗଲେ, ତାପରେ ସେଠି କେମିତି ଆନ୍ଦୋଳନ କଲେ, ତାପରେ ପୁଣି ଫେରିଲେ ଭାରତକୁ, ପୁଣି ଭାରତରେ କେମିତି ଆନ୍ଦୋଳନ କଲେ। ଏଇ ଯେଉଁ ଘଟଣା ମାନବ ଜୀବନରେ କେତେବେଳେ ଖାଲି ଘଟଣା ଦେଖିଲେ ନା ନାହିଁ। ଘଟଣା ସମଷ୍ଟି ଛଡ଼ା ଆଉ ଅଧିକ କିଛି ଦେଖିପାରିଲେ କି? ଆଉ କିଛି ଅଧିକ ଦେଖିପାରିଲେ ନାହିଁ। ଦେଖିପାରିଲେ କି ଆମର ପୂର୍ବ ଅତୀତର କଳା କୌଶଳ ସଂସ୍କୃତି, ଆମ ଧର୍ମୀୟ ଭାବନା କେତେ କ'ଣ ଆଉ ଦେଖିପାରିଲେନି, ଦେଖିପାରିଲେ ନାହିଁ। ତେଣୁ ସମସ୍ତେ ଘଟଣାର ଲକ୍ଷ୍ୟ ଏକ, ଗତି ଏକ ଆଡ଼କୁ ସମସ୍ତେ ମାନେ ସବୁ ପ୍ରକାର ଘଟଣା ତାର ଲକ୍ଷ୍ୟ ଏକ, ତାର ଗତି ଏକ। ମହାତ୍ମା ଗାନ୍ଧୀ ମହିଷା ଆନ୍ଦୋଳନ କରି ସତ୍ୟାଗ୍ରହ ମାଧ୍ୟମରେ ସ୍ୱାଧୀନତା ଆଣିଥିଲେ। ସୁଭାଷ ଚନ୍ଦ୍ର ବୋଷ ଜର୍ମାନୀ ଯାଇଥିଲେ ଯାଇଥିଲେ ନା ନାହିଁ। ତେଣୁ ସବୁ ଘଟଣାର ଲକ୍ଷ୍ୟ ସେଇଠି। ଭଗବତୀ ସିଂ ମଧ୍ୟ ବିଦ୍ରୋହ କରିଛନ୍ତି। ଆମର ଏଠି ବିଭିନ୍ନ ଅଞ୍ଚଳରେ ଆଞ୍ଚଳିକ ସ୍ୱରରେ ମଧ୍ୟ ବିଦ୍ରୋହ ହୋଇଛି। ସମସ୍ତଙ୍କର ଅବଦାନ ଅଛି ନା ନାହିଁ। ତେଣୁ ସମସ୍ତେ ଘଟଣା ପକ୍ଷରେ ଥିଲେ ଭାରତର ସ୍ୱାଧୀନତା, ଗତି ମଧ୍ୟ ଥିଲା ଗତି ଆଉ ଏକ ଭାରତର ସ୍ୱାଧୀନତା। ସବୁ ଘଟଣା ଯେକୌଣସି ଘଟଣା ଘଟୁ, ତାର ଗତି ବା ଲକ୍ଷ୍ୟ ଗୋଟିଏ ଆଡ଼କୁ ରଖେ। ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି, ତାହେଲେ ଆଜି ପାଇଁ